ବର୍ତ୍ତମାନ ମୋ ଘର ଯୋଜନାକୁ ନେଇ ଆସିଲା ଆଉ ଏକ ବଡ଼ ଖବର। ଏଥର ପୁଣି ସମସ୍ତଙ୍କୁ ମିଳିପାରେ ଟଙ୍କା। ଦେଖନ୍ତୁ, ଏନେଇ ପଞ୍ଚାୟତରାଜ ଏବଂ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ ଅଫ୍ ଓଡ଼ିଶା ତରଫରୁ ଟ୍ୱିଟ୍ ଯୋଗେ ମଧ୍ୟ ସୂଚନା ଜାରି କରାଯାଇଛି। ଆସନ୍ତୁ ସମ୍ପୂର୍ଣ୍ଣ ଖବରଟି ଜାଣିବା। ମୋ ଘର ଯୋଜନାକୁ ନେଇ କ'ଣ ଆସିଛି ଅପଡେଟ୍। ଯଦି ଆପଣମାନେ ମଧ୍ୟ ମୋ ଘର ଯୋଜନାର ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ। ମୁଁ ରାଜେଶ ସ୍ୱାଗତ କରୁଛି ଆଜିର ଏକ ନୂଆ ଭିଡ଼ିଓଟିକୁ। ଭିଡ଼ିଓଟି ପସନ୍ଦ ଲାଗିଲେ ଭିଡ଼ିଓଟିକୁ ନିହାତି ଭାବରେ ଲାଇକ୍ କରିବେ। ଚ୍ୟାନେଲକୁ ନୂଆ ଆସିଥିଲେ ବି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ ଉପରେ ସିଲେକ୍ଟ କରିଦିଅନ୍ତୁ। ଦେଖନ୍ତୁ, ଏବେ ଏକ ବହୁତ ବଡ଼ ଅପଡେଟ୍ଟି ଆସିଛି, ଯାହାକି ପଞ୍ଚାୟତରାଜ ଆଣ୍ଡ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ ଅଫ୍ ଓଡ଼ିଶା ଏନେଇ ମଧ୍ୟ ଟ୍ୱିଟ୍ ଯୋଗେ ସୂଚନା ଜାରି କରିଛନ୍ତି। ଆପଣମାନେ ଜାଣିଛନ୍ତି କି ମୋ ଘର ଯୋଜନା ଅଧୀନରେ ଗୃହ ନିର୍ମାଣ ପାଇଁ ଯଦି ପ୍ରସ୍ତାବିତ ଜାଗାର ମାଲିକାନା ନିଜ ନାମରେ ନାହିଁ, ତେବେ ଆପଣ ଦାଖଲ ଖାରଜ ବା ମ୍ୟୁଟେସନ୍ ଜରିଆରେ ଜମିଜମା ସତ୍ତ୍ୱର ମାଲିକାନାକୁ ନିଜ ନାମରେ ଆଣି ବ୍ୟାଙ୍କରୁ ଋଣ ନେଇ ଏହି ଯୋଜନାର ସଫଳ ମଧ୍ୟ ହୋଇପାରିବେ। ଏହାଛଡ଼ା ଦେଖନ୍ତୁ, ଆଉ ଏକ ଅପଡେଟ୍ଟି ମଧ୍ୟ ଆସିଛି ଯେ ପ୍ରସ୍ତାବିତ ଜାଗାର ମାଲିକାନା ନିଜ ନାମରେ ନଥିଲେ କିପରି ଋଣ ମିଳିଥାଏ। ତ ଏଭଳି କ୍ଷେତ୍ରରେ ଦୁଇଟି ଅପସନ୍ ଆପଣଙ୍କୁ ଦେଖିବାକୁ ମିଳେ। ଯଦି ନିଜ ନାମରେ ଜାଗା ରେକର୍ଡଭୁକ୍ତ ନଥାଏ, ଦାଖଲ ଖାରଜ ବା ମ୍ୟୁଟେସନ୍ ଜରିଆରେ ଜମିଜମା ସତ୍ତ୍ୱର ମାଲିକାନାକୁ ନିଜ ନାମରେ ଆଣିବାକୁ ପଡ଼ିଥାଏ। ଏବଂ ଦ୍ୱିତୀୟ ଅପସନ୍ଟି ହେଲା ପ୍ରସ୍ତାବିତ ଜାଗା ଅନ୍ୟ ଅଂଶୀଦାରଙ୍କ ନାମରେ ରେକର୍ଡଭୁକ୍ତ ଥିଲେ ଅନ୍ୟ ଅଂଶୀଦାରମାନେ ଏଥିରେ ସହ ଋଣ ଗ୍ରହୀତା ହେବା ପାଇଁ ସମ୍ମତି ପ୍ରଦାନ କରିବା ଆବଶ୍ୟକ। ତେବେ ଯାହା ଜରିଆରେ ଆପଣମାନେ ଏଣିକି ଯଦି ଆପଣଙ୍କର ମୋ ଘର ଯୋଜନାରେ ଡକୁମେଣ୍ଟରେ ନିଜ ନାମ ନଥାଇ ରିଜେକ୍ଟ ହୋଇଯାଇଥିବ, ଆଉ ଏହି ପ୍ରକ୍ରିୟା ଆପଣାଇ ଆପଣ ଚାହିଁଲେ ମୋ ଘର ଯୋଜନାର ଟଙ୍କା ମଧ୍ୟ ପାଇପାରିବେ।